ଜୟ ଜଗନ୍ନାଥ ସାଙ୍ଗମାନେ, ଇଂରାଜୀ ନବବର୍ଷର ସମସ୍ତଙ୍କୁ ଅଭିନନ୍ଦନ। ଆସନ୍ତୁ ଦେଖିବା ମୁଁ ଏଇ ନୂଆ ବର୍ଷରେ କେଉଁ ମନ୍ଦିରକୁ ଯାଉଛି। ଦେଖନ୍ତୁ, ସକାଳେ ଗଲାବେଳେ ଚାରିଆଡ଼େ କେବଳ କୁହୁଡ଼ି ହିଁ ପଡ଼ି ରହିଥିଲା। ରାସ୍ତା ପୁରା ଫାଙ୍କା ଥିଲା, ଜଣେ ଦୁଇ ଜଣ ଲୋକମାନେ ଯାଉଥିଲେ। କୁହୁଡ଼ିରେ ଆଗକୁ ଗଲାବେଳେ ବି କିଛି ରାସ୍ତାରେ କିଛି ଭଲସେ ଦେଖା ବି ଯାଉନଥିଲା। ସାଙ୍ଗମାନେ, ସକାଳେ ଗଛପତ୍ର ଓ ଘାସରେ କାକର ବିନ୍ଦୁ ଲାଗିଥାଏ। ଖରାରେ ସେଗୁଡ଼ିକ ମୁକ୍ତା ପରି ଚକଚକ କରନ୍ତି। ଏଇ ତ ଦେଖନ୍ତୁ, ମୁଁ ପହଞ୍ଚିଗଲି ଚନ୍ଦ୍ରଶେଖରାୟ ମନ୍ଦିରରେ। କେନ୍ଦୁଝରର ବୋଦାପଳସାଠାରେ ଭଗବାନ ଶିବଙ୍କ ଚନ୍ଦ୍ରଶେଖରାୟ ମନ୍ଦିର ରହିଛି। ଏହା ଏକ ପୁରାତନ ମନ୍ଦିର। ଶିବଲିଙ୍ଗଙ୍କୁ ଦର୍ଶନ କରିବା ପାଇଁ ବହୁ ଦୂରରୁ ଶ୍ରଦ୍ଧାଳୁମାନେ ଆସିଥାନ୍ତି। ଏହି ମନ୍ଦିରର ପରିସରରେ ଦେଖନ୍ତୁ କେତେ ଗୁଡ଼ିଏ ଭୋଗ ବିକ୍ରି ହେଉଛି। ଭଲସେ ଟିକେ ଦେଖିଦିଅନ୍ତୁ। ବିଭିନ୍ନ ପ୍ରକାର ଭୋଗ, ପ୍ରବେଶ ଦ୍ୱାରରେ ଘଣ୍ଟି ରହିଛି ମଧ୍ୟ। ଏଇଠି ଦେଖନ୍ତୁ ବୃଷଭ ମହାଦେବକୁ କିପରି ଚାହିଁ ରହିଛି। ମନ୍ଦିରର ପରିସରଟି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର। ଏଠାକାର ଶାନ୍ତ ଓ କୋଳାହଳ ମୁକ୍ତ ପରିବେଶ ଭକ୍ତମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରିଥାଏ। ଏହି ସ୍ଥାନରେ ଟିକେ ବସି ରହିଲେ ମନକୁ ଟିକେ ଶାନ୍ତି ଲାଗିଥାଏ। ଆପଣମାନେ ଜାଣିଥିବେ, ଶିବରାତ୍ରିରେ ବହୁତ ଭକ୍ତ ଆସି ଜାଗର ଦୀପ ଜାଳିଥାନ୍ତି। ଭଲସେ ଟିକେ ଦେଖିଦିଅନ୍ତୁ। ଏଠି ଯେଉଁ ରହିଛି ନଳକୂପଟିରୁ ବୋଦାପଳସାର ସ୍ତ୍ରୀ ଲୋକମାନେ ଆସି ପାଣି ନେଇଥାନ୍ତି। ମନ୍ଦିରଟି ଭଲ ଭାବରେ ଟିକେ ଦେଖିଦିଅନ୍ତୁ। କେତେ ସୁନ୍ଦର ଦେବୀ ପାର୍ବତୀଙ୍କ ମନ୍ଦିରରେ ଦୀପ ଜଳାଯାଏ। ଏଇ ତ ମହାଦେବଙ୍କ ମନ୍ଦିର। ତାଙ୍କ ଯେଉଁ ସାମ୍ନାରେ ରହିଛି ଯେଉଁ ବିରାଟ ବୃକ୍ଷଟି ଦୀର୍ଘ ବର୍ଷ ଧରି ରହିଛି। ଆଉ ଟିକେ ଭଲସେ ଦେଖିଦେବା ମନ୍ଦିରର ପରିସରଟି। କେତେ ସୁନ୍ଦର ସୁନ୍ଦର ଗଛ ଲଗାଯାଇଛି। ଆମ୍ବ ଗଛ ରହିଛି। ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ।